ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଢେଙ୍କାନାଳ ସମ୍ବାଦଦାତା ବିରଞ୍ଚି ନାରାୟଣ ସେଠ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଢେଙ୍କାନାଳର ପ୍ରସିଦ୍ଧ ପାଳ ବାଇଗଣ ଏବେ ଭୌଗୋଳିକ ସୂଚକାଙ୍କ ବା ଜିଆଇ ଟ୍ୟାଗ ମାନ୍ୟତା ଦୌଡ଼ରେ ଆଗରେ ରହିଛି। OUAT ବୈଜ୍ଞାନିକଙ୍କ ପକ୍ଷରୁ ଏନେଇ ତଥ୍ୟ ସଂଗ୍ରହ ଓ ଗବେଷଣା ଚାଲିଛି। ବ୍ରାହ୍ମଣୀ ନଦୀ ପଠା ଅଞ୍ଚଳର କାମଗାର କଣପାଳ ରାଇ ନରସିଂହପୁର ସମେତ ବିଭିନ୍ନ ଗ୍ରାମରେ ଏହି ବାଇଗଣ ଚାଷ ହୋଇଥାଏ। ସ୍ୱତନ୍ତ୍ର ସ୍ୱାଦ ଓ କମ୍ ମଞ୍ଜି ଥିବା ଏହି ବାଇଗଣ ଚାଷରେ 5,000ରୁ ଅଧିକ ଚାଷୀ ପରିବାର ଓ ଉଦ୍ୟୋଗୀ ଉପକୃତ ହେଉଛନ୍ତି। ଏ ସମ୍ପର୍କରେ କୃଷି ବିଜ୍ଞାନ କେନ୍ଦ୍ରର ଅଧ୍ୟକ୍ଷ ଡକ୍ଟର ବିମଳେନ୍ଦୁ ମହାନ୍ତି କହିଛନ୍ତି, ଲେଟ୍ ଖରିଫ ଏବଂ ଆର୍ଲି ରବିରେ ଗୋଟେ ପ୍ରକାର ବାଇଗଣ କରାଯାଏ, ଯୋଉଟା ଗୋଟେ ଇଣ୍ଡିଜେନସ୍ ଭେରାଇଟି ବା ଆମର ଦେଶୀୟ କିସମ। ସେଟାରେ ପାଖାପାଖି 100ରୁ ଉର୍ଦ୍ଧ୍ୱ ଚାଷୀ ସେଟା କରନ୍ତି ଏବଂ ପାଖାପାଖି 70-80 ଏକର ଜମିରେ ସେଟା ଚାଷ କରାହେଉଛି। କାହିଁ କେଉଁ ବହୁତ ଦିନରୁ ଏଟା ଚାଷ ହେଉଛି, ପାଖାପାଖି 200 ବର୍ଷରୁ ପୁରୁଣା। ଏ ବାଇଗଣଟା ବହୁତ ସୁସ୍ୱାଦୁ ଏବଂ ତାର ମଞ୍ଜି କମ୍ ଏବଂ ବହୁତ ସ୍ପଞ୍ଜି, ଭାରି ଟେଷ୍ଟ ଏବଂ ମାର୍କେଟରେ ତାର ଡିମାଣ୍ଡ ମଧ୍ୟ ବହୁତ ଅଧିକା, ଯାହାଫଳରେ କି ମାର୍କେଟରେ ଏଟା ଆରମ୍ଭ ଯେତେବେଳେ ବିକ୍ରି ହୁଏ 120 ଟଙ୍କା କେଜିରେ ବିକ୍ରି ହୁଏ, ଯେତେବେଳେ କି ଅଲଗା ବାଇଗଣ ତାଠୁ 30-40 ଟଙ୍କା କମ୍ରେ ବିକ୍ରି ହୋଇଥାଏ। ତାକୁ ଲକ୍ଷ୍ୟ କରିକି ଆମର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଢେଙ୍କାନାଳ ଜିଲ୍ଲାରେ ଯେଉଁ କାର୍ଯ୍ୟକାରୀ କରୁଛି କୃଷି ବିଜ୍ଞାନ କେନ୍ଦ୍ର, ସେ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ଆଦେହରେ ବଳିଷ୍ଠ ଭୂମିକା ନେଇଥିଲେ। ତାଙ୍କର ତତ୍ତ୍ୱାବଧାନରେ ସମସ୍ତେ ମିଶିକି ଏଇ ଢେଙ୍କାନାଳ ପାଳ ବାଇଗଣ ଗୋଟେ ସର୍ଭେ କରିଥିଲେ ଏବଂ ପରିଶେଷରେ ଜିଆଇ ରେଜିଷ୍ଟ୍ରି ଅଥରିଟି ଚେନ୍ନାଇ ଙ୍କ ପାଖରେ ତାକୁ ବିଧିବଦ୍ଧ ଭାବରେ ଆପ୍ଲିକେସନ କରିଥିଲେ 30/6/2026ରେ ଏବଂ ସେଟା ତାପରେ ଗୋଟେ ଆସିଥିଲା ଫର୍ମାଲିଟି ଚେକ୍ ରିପୋର୍ଟ 14/7/2026ରେ, ଯାହାର ରିପ୍ଲାଏ ମଧ୍ୟ 10/8/2026ରେ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ପ୍ରସ୍ତୁତ କରାଯାଇଥିଲା ଏବଂ OUAT ର ଟେକ୍ନୋଲୋଜି ମ୍ୟାନେଜମେଣ୍ଟ ସେଲ୍ ମାଧ୍ୟମରେ ତାକୁ ଜିଆଇ ରେଜିଷ୍ଟ୍ରି ଅଥରିଟିଙ୍କ ପାଖରେ ପକାଯାଇଥିଲା। ବର୍ତ୍ତମାନ ସେଟା ପ୍ରି ଏକ୍ସାମିନେସନ ଷ୍ଟେଜରେ ଅଛି ଏବଂ ଆଶା କରାହେଉଛି ଆ ପର ଷ୍ଟେଜ ଯେତେବେଳେ ଏକ୍ସାମିନେସନ ହେବ ଏବଂ ଜିଆଇ ରେଜିଷ୍ଟ୍ରି ଅଥରିଟିଙ୍କ ଆଗରେ ଗୋଟେ ପ୍ରେଜେଣ୍ଟେସନ ହେବ, ତାପରେ ଜିଆଇ ଜର୍ନାଲରେ ବାହାରିବ ଏବଂ ତାପରେ ୟାକୁ ବିଧିବଦ୍ଧ ଭାବରେ ଜିଆଇ ରେଜିଷ୍ଟ୍ରେସନ ମିଳିବ। ଶ୍ରାବଣର ଶେଷ ସୋମବାରରେ କପିଳାସ ପୀଠରେ ବାବା ଚନ୍ଦ୍ରଶେଖରଙ୍କ ଜଳାଭିଷେକ ପାଇଁ ପ୍ରାୟ 60,000 କାଉଡ଼ିଆଙ୍କ ସମାଗମ ହୋଇଥିଲା। ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନର ପ୍ରତିରୋଧ ନିଷେଧ ଓ ଅଭିଯୋଗର ସମାଧାନ ଆଇନ ସମ୍ପର୍କରେ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ 150 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ନେଇ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ତଥା ବିଧାୟିକା ସୀମାରାଣୀ ନାୟକ ପ୍ରକଳ୍ପଗୁଡ଼ିକୁ ସମୟସୀମା ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ରୀୟ ଯୋଜନାର ଅଗ୍ରଗତି ଓ ହିତାଧିକାରୀଙ୍କ ନିକଟରେ ଏହାର ସୁଫଳ ପହଞ୍ଚାଇବା ନେଇ ଦିଶା କମିଟି ବୈଠକ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ସୁବିଧା ଦେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଯୌତୁକ ନିରୋଧ ଅଧିନିୟମ 1961 ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲ୍ୟ ବିବାହ, ଘରୋଇ ହିଂସା, କନ୍ୟା ଚାଲାଣ, କିଶୋରୀଙ୍କ ଗର୍ଭଧାରଣ ରୋକିବା, ଶିଶୁ ଶ୍ରମିକ ଉଚ୍ଛେଦ ନେଇ ଶିବିରରେ ଆଲୋଚନା ହୋଇଥିଲା। ଢେଙ୍କାନାଳ ସଦର ମହକୁମାରେ 80ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ମହାପୁରୁଷ ଓ ଢେଙ୍କାନାଳର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଅବକାରୀ ବିଭାଗ ପକ୍ଷରୁ ଅଧିକାରୀ ଓ ସରକାରୀ ଓକିଲମାନଙ୍କୁ ନେଇ NDPS ଆକ୍ଟ ଓଡ଼ିଶା ଅବକାରୀ ଆଇନ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଚୋରା ଗଞ୍ଜେଇ ଓ ବ୍ରାଉନ ସୁଗାର କାରବାର ରୋକିବା ସହ ଅପରାଧୀଙ୍କୁ ଦଣ୍ଡିତ କରିବା ନେଇ କର୍ମଶାଳାରେ ଆଲୋଚନା ହୋଇଥିଲା। ଶେଷରେ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର NSS ୟୁନିଟ୍ ପକ୍ଷରୁ NDRFର 3ୟ ବାଟାଲିୟନ ସହଯୋଗରେ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କୁ ବିପର୍ଯ୍ୟୟ ମୁକାବିଲା, କ୍ୟାମ୍ପସ ସୁରକ୍ଷା ଓ ଆପତ୍କାଳୀନ ପ୍ରସ୍ତୁତି ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଗଜପତି ଜିଲ୍ଲା ସମ୍ପର୍କରେ।